ଆକ୍ସନ ମୋଡରେ କରଞ୍ଜିଆ ପୋଲିସ ବେଆଇନ ବାଣ କାରଖାନା ଉପରେ ଚଢ଼ାଉ 3 ଗିରଫ। କରଞ୍ଜିଆ ଆକ୍ସନ ମୋଡରେ କରଞ୍ଜିଆ ପୋଲିସ ଗତ କିଛି ଦିନ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଅନ୍ତର୍ଗତ ଭୀମଦା ଗ୍ରାମରେ ବାଣ ବିସ୍ଫୋରଣରେ ଜଣେ ମହିଳା ଗୁରୁତର ଆହତ ହୋଇ ବର୍ତ୍ତମାନର ସୁଦ୍ଧା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ବର୍ତ୍ତମାନ ମୟୂରଭଞ୍ଜ ପୋଲିସ ଆକ୍ସନ ମୋଡରେ ଏହି କ୍ରମରେ କରଞ୍ଜିଆ ପୋଲିସ ପକ୍ଷରୁ ବେଆଇନ ଭାବେ ବାଣ ତିଆରି କାରଖାନା ଉପରେ ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିଛି। କରଞ୍ଜିଆ ପୋଲିସ କରଞ୍ଜିଆ ଥାନା ଅଧିକାରୀ ଶରତ ଚନ୍ଦ୍ର ମହାଳିକଙ୍କ ନେତୃତ୍ୱରେ ଏକ ଟିମ୍ କରଞ୍ଜିଆ ଥାନା ଅନ୍ତର୍ଗତ କୁରୁଳିଆ ଗ୍ରାମରେ ବେଆଇନ ଭାବେ ବାଣ ଭିଡ଼ା ହେଉଥିବା ଖବର ପାଇ କରଞ୍ଜିଆ ପୋଲିସ ଅତର୍କିତ ଚଢ଼ାଉ କରି ବାଣ ଭିଡ଼ୁଥିବା 3 ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିବା ଦେଖିବାକୁ ମିଳିଛି। ଗିରଫ ବ୍ୟକ୍ତିମାନେ ହେଲେ ପରମେଶ୍ୱର ସି, ମହେଶ୍ୱର ସି ଏବଂ ଅନିଲ କୁମାର ଦେଓ। ସେମାନେ ବେଆଇନ ଭାବେ କିଛି ବାରୁଦ ବିସ୍ଫୋରକ ସହିତ ପ୍ରଚୁର ମାତ୍ରାର ବାଣ ଜବତ କରିବାରେ କରଞ୍ଜିଆ ପୋଲିସ ସଫଳତା ପାଇପାରିଛି। ତେବେ ବର୍ତ୍ତମାନ ଶ୍ରାବଣ ଋତୁ ଆସୁଥିବାରୁ କରଞ୍ଜିଆ ପୋଲିସ ଏପରି ବେଆଇନ ବାଣ କତାଖାନା ଏବଂ ଦୋକାନ ଉପରେ ଆଗାମୀ ଦିନରେ ଚଢ଼ାଉ ଜାରି ରହିବ ବୋଲି ସୂଚନା ଦେଇଛନ୍ତି କରଞ୍ଜିଆ ଥାନା ଅଧିକାରୀ ଶରତ ଚନ୍ଦ୍ର ମହାଳିକ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ।